ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ବାସଭବନ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଖୁବ୍ ଶୀଘ୍ର ବିଜେଡିରେ ମିଶିବା ନେଇ ଚର୍ଚ୍ଚା। ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନାଙ୍କ ଲଙ୍ଗଳେଶ୍ୱରସ୍ଥିତ ବାସଭବନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ପ୍ରୀତିଲତା ମହାନ୍ତି ପହଞ୍ଚି ବିଧାୟକ ପ୍ରାର୍ଥୀ ସୁବାସିନୀ ଏବଂ ତାଙ୍କ ସ୍ୱାମୀ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସହିତ ସାକ୍ଷାତ କରିଥିଲେ। ତେବେ ତାଙ୍କ ସହିତ କ'ଣ ଆଲୋଚନା କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ତାଙ୍କୁ ପଚାରିବାରୁ ସୁବାସିନୀ ଜେନାଙ୍କ ସହିତ ତାଙ୍କର ପାରିବାରିକ ବନ୍ଧୁତା ରହିଥିବାରୁ ତାଙ୍କୁ ଆଶୀର୍ବାଦ କରିବା ପାଇଁ ଆସିଥିବା କହିଛନ୍ତି। ତାଙ୍କ ସ୍ତ୍ରୀ ପ୍ରୀତିଲତା ମଧ୍ୟ ସୁବାସିନୀଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଥିଲେ। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତ ଥିବାରୁ ବାଲେଶ୍ୱର କିମ୍ବା ରାଜ୍ୟ ସଂଘ ଭବନରେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି। ରଘୁନାଥ ମହାନ୍ତି ବିଜେଡି ଦଳରୁ ବସ୍ତା ନିର୍ବାଚନ ମଣ୍ଡଳୀରେ 5 ଥର ବିଧାୟକ ଏବଂ ମନ୍ତ୍ରୀ ଥିଲେ। ଗତ 2013 ମସିହାରେ ପାରିବାରିକ ବିବାଦ କାରଣରୁ ଦଳରୁ ବହିଷ୍କାର ହୋଇ 2019ରେ ବିଜେପି ଦଳରେ ସାମିଲ ହୋଇ ନିର୍ବାଚନ ଲଢ଼ିଥିଲେ। କିଛିଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ। ତେବେ ରବୀନ୍ଦ୍ର ଜେନାଙ୍କ ବାସଭବନରେ ପହଞ୍ଚିବାରୁ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା। ଏବଂ ତାଙ୍କ ପରିବାର ସହିତ ଆମ ପରିବାରର ଦୀର୍ଘ ଦିନର ସମ୍ପର୍କ ଅଛି। ସେହି ସୂତ୍ରରେ ସେ ଆଜି ଆସିଥିଲେ ମୋତେ ଆଶୀର୍ବାଦ ଦେବା ପାଇଁ, ମୋତେ ଆଶୀର୍ବାଦ ଦେଇକି ଯାଇଛି। ଦେଖନ୍ତୁ, ନିଶ୍ଚିନ୍ତ ଭାବରେ ସମସ୍ତେ ଜାଣି ସାରିଲେଣି, ସମଗ୍ର ଓଡ଼ିଶା ମଧ୍ୟ ଜାଣି ସାରିଲେଣି ଯେ ଷଷ୍ଠ ଥର ପାଇଁ ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ନିଶ୍ଚିତ ଭାବରେ ଏକ ପାରିବାରିକ ସମ୍ପର୍କ ପାଇଁ ଆଜି ସେ ଆସିକି ପହଞ୍ଚିଥିଲେ। ମୁଁ ଗତକାଲି ତାଙ୍କ ଘରକୁ ଯାଇଥିଲି, ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲି ମୋର ମିସେସ୍ ସୁବାସିନୀ ଜେନାଙ୍କ ପାଇଁ ଏବଂ ତାଙ୍କ ନିମନ୍ତ୍ରଣ ମଧ୍ୟ କରିଥିଲି ଯେ ଆସନ୍ତୁ ଆମ ଭିତରେ ପାରିବାରିକ ସମ୍ପର୍କ ଥିଲା, ଅଛି ଏବଂ ଆଗାମୀ ଦିନରେ ରହୁ। ସେ ପାରିବାରିକ ସମ୍ପର୍କ ଆଧାରରେ ଆଜି ଆସିଥିଲେ। ଆଜି ଆମମାନଙ୍କ ସହିତ ଆଲୋଚନା କରିଥିଲେ। ପାରିବାରିକ ଆଲୋଚନା ସହିତ ସ୍ୱାଭାବିକ ଭାବରେ ମୁଁ ତାଙ୍କର ଆଶୀର୍ବାଦ ଲୋଡ଼ିଥିଲି। ସୁବାସିନୀ ଜେନା ମୋର ମିସେସ୍ ପାଇଁ ସେ ଆଶୀର୍ବାଦ କରିଥିଲେ। ଉଭୟ ରଘୁ ଭାଇ ଏବଂ ତାଙ୍କର ମିସେସ୍ ଭାଉଜ 2 ଜଣ ଯାକ ଆସିଥିଲେ। ଆମେ ଆଶା କରୁଛୁ ବିଜୁ ଜନତା ଦଳରେ ଏକ ନୂଆ ଶିହରଣ ସୃଷ୍ଟି ହେଇଛି ଯେ ଆମେ ସମସ୍ତେ ଏକଜୁଟ ହେଇଛୁ, ଏକତ୍ରିତ ହେଇଛୁ ଏବଂ ବସ୍ତା ନିର୍ବାଚନ ମଣ୍ଡଳୀକୁ ଯେଉଁ ଆଶା ଭରସା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଟିକେଟ ଦେଇଥିଲେ ସୁବାସିନୀ ଜେନାଙ୍କୁ, ତାର ଫଳସ୍ୱରୂପ ବସ୍ତା ନିର୍ବାଚନ ମଣ୍ଡଳୀ ଏକତ୍ରିତ ହେଇଛି ଏବଂ ଏକ ଐତିହାସିକ ବିଜୟ ପାଇଁ ଆମେ ଭଗବାନଙ୍କ ନିକଟରେ ସମସ୍ତେ ଆଜି ପ୍ରାର୍ଥନା କରୁଛୁ। ये परिवार सहित आम संपर्क रही सुभाषिनी जेना प्राप्ति बस्ता निर्वाचन मंडली आशीर्वाद कले आम बहुत खुशी हूँ। ठीक अच्छे आशा निश्चित ठीक हम कहली जहाँ बुझे समस्त प्रति अच्छे समस्त प्रति भूल कहली अच्छी मोर सुभाषिनी मैडम प्रति अच्छी। बस्तारू सुभाष दास की रिपोर्ट A1 ओडिशा। ब्रिलियंट विशुद्ध नड़िया तेल घन लंबा और पड़ा केशर मूलमंत्र।